ରାଉରକେଲା ବେଦବ୍ୟାସ ସ୍ୱର୍ଗଦ୍ୱାର ପାଖରେ ବେଦବ୍ୟାସ ମନ୍ଦିର ଅଛି। ସ୍ୱର୍ଗଦ୍ୱାର ପାଖରେ ଗୋଶାଳା ଅଛି। ଆପଣମାନେ ଥରୁଟିଏ ମାତ୍ରେ ବୁଲିବାକୁ ଆସନ୍ତୁ। ସ୍ୱର୍ଗଦ୍ୱାର ବହୁତ ଆନନ୍ଦ ଲାଗିବ, ଭଲ ବି ଲାଗିବ। ବେଦବ୍ୟାସ ମନ୍ଦିର ଗୋଶାଳା ବୁଲିବାକୁ ଆସନ୍ତୁ। ସମସ୍ତଙ୍କୁ ମୋର ଅନୁରୋଧ, ଥରେ ମାତ୍ର ବୁଲିକି ଯାଆନ୍ତୁ, ବହୁତ ଆନନ୍ଦ ଲାଗିବ। ସ୍ୱର୍ଗଦ୍ୱାର ଆମର ରାଉରକେଲା ବେଦବ୍ୟାସ ଛକରୁ ଡାହାଣ ପଟକୁ ସିଧା ପଳେଇ ଆସିବେ। ଯେପର୍ଯ୍ୟନ୍ତ ରୋଡ଼ ଖତମ ନ ହେଇଛି ସେ ପର୍ଯ୍ୟନ୍ତ ଆସିବେ। ଯେଉଁଠି ରୋଡ଼ ଖତମ ହେଇଛି ସେଇଠି ହିଁ ସ୍ୱର୍ଗଦ୍ୱାର ଅଛି। ଆସିକି ବୁଲି ଯାଆନ୍ତୁ, କେତେ ଆନନ୍ଦ ଲାଗିବ, ଖୁସି ଲାଗିବ। ବେଦବ୍ୟାସ ମନ୍ଦିର ବି ବୁଲିଯିବେ, ସେଠି ଗୋଶାଳା ଅଛି, ସେଠି ବି ବୁଲିଯିବେ, ବହୁତ ଖୁସି ଲାଗିବ। ଆସନ୍ତୁ, ବୁଲି ଯାଆନ୍ତୁ। ମୋ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ଲାଇକ୍ ଖଣ୍ଡେ କରିଦେବେ। ଯଦି ପସନ୍ଦ ଲାଗେ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆପଣମାନଙ୍କର ଆଶୀର୍ବାଦ, ଭଲ ପାଇବା ସବୁବେଳେ ମୋତେ ଦେଇଥାନ୍ତୁ। ଆପଣମାନଙ୍କର ଭଲ ପାଇବା ଯୋଗୁଁ ମୁଁ ଭିଡ଼ିଓ ବନାଉଛି। ଜୟ ଜଗନ୍ନାଥ, ଜଗତରନାଥ ଜଗନ୍ନାଥ ମହାପ୍ରଭୁ। ଆପଣମାନଙ୍କର ପରିବାରକୁ ନେଇକି ଆସନ୍ତୁ, ପରିବାର ସାଙ୍ଗରେ ବୁଲିବାକୁ ଆସନ୍ତୁ, ବୁଲିକି ଯାଆନ୍ତୁ। ରାଉରକେଲା ବେଦବ୍ୟାସ ମନ୍ଦିର, ସ୍ୱର୍ଗଦ୍ୱାର, ଗୋଶାଳା ବୁଲିକି ଯାଆନ୍ତୁ, ଦେଖିବେ ବହୁତ ଆନନ୍ଦ ଲାଗିବ। ଯେତେ ବି ଅହଙ୍କାର, କ୍ରୋଧ, ମୋହ, ମାୟା ସବୁ ଭୁଲିଯିବେ। ମୋ କଥା ମାନନ୍ତୁ, ଆସନ୍ତୁ, ବୁଲି ଯାଆନ୍ତୁ। ଜୟ ଜଗନ୍ନାଥ, ଜଗତରନାଥ ଜଗନ୍ନାଥ ମହାପ୍ରଭୁ। ମୋ ଭିଡ଼ିଓ ଯଦି ଆପଣମାନେ ନୂଆ ଅଛନ୍ତି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ମୁଁ ଯାହା ବି ଭିଡ଼ିଓ ମୁଁ ଅପଲୋଡ଼ କରିବି ପ୍ରଥମେ ଆପଣମାନେ ଦେଖିବେ। ଭିଡ଼ିଓଟିକି ଦେଖନ୍ତୁ, ଲାଇକ୍ କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ, ଜଗତରନାଥ ଜଗନ୍ନାଥ ମହାପ୍ରଭୁ।